কলা সিন্দুর বদলে নারী টিকিলি নাইলা পতিব্রতা স্বাধীপন কেড়ে চলি গলা আরে সেইথিপাই যাত্রা বাহার কলানি সিন্দুর হজিল টিকিলি পই টিকিলি পই টিকিলি র আଜିকালি নারী ଆଉ ସିନ୍ଦୁର ପିନ୍ଧୁଛି না আইলা খোলি ଆଚ୍ଛା ଯୋଉ ସିନ୍ଦୁର ବଦଳରେ ଟିକିଲି ପିନ୍ଧିଲା আজ্ঞা ମୋ ଘରେ ମୋ ସ୍ତ୍ରୀ ସୁନୁ ପାମ୍ପୁଠୁ ବାଲାଠୁ ଟଙ୍କାଟେ ଦେଇକି 10ଟା ଟିକିଲି ଆଇଲା আজ্ঞା ଆଜି ଗୋଟେ ଛାଡିଗଲା କାଲି ଗୋଟେ ଦାବିଦେଲା। ଆଚ୍ଛା ଆମ ଯୋଉ ବିଜୟ ସେ ଜେସିବି ଇତ୍ୟାଦି ସବୁ ଡ୍ରୋଜର ଫୋଜର କରିଛି ଯିଏ ବଡ ଲୋକ ହେଇଥାଉ ସେ ବଡ ଲୋକର ଝିଅ ବୋହୁ ସେ କଣ ଆଉ ଟଙ୍କିକିଆ ଟିକିଲି ପିନ୍ଧିବେ না 10 ଟଙ୍କିଆ 50 ଟଙ୍କିଆ 100 ଟଙ୍କିଆ ଟିକିଲି ପିନ୍ଧିବେ ଆଜ୍ଞା କଣ ସବୁଦିନ 100 ଟଙ୍କିଆ ଟିକିଲି ଫୋପାଡ଼ି ଦେବେ କଣ କଲେ କହିଲେ ଆପଣା ଘରର ପରା ଗାଧୁଆ କୁଣ୍ଡରେ କି ବାଗା ମୁଣ୍ଡ ନଈ ପଠାବର ମୂଳେ ହୋ କେତେବେଳେ ନାରୀ ପରା ସ୍ନାନ ପାଇଗଲା ଟିକିଲିକୁ ଘୋଲି ଦେଇ କାନ୍ଧେ ଲଗେଇଲା ହୋ ସୁମନା ଭାବୁଛି ନା ନାଇଁ ଆଜିକାଲି ଦେଖ ଯାହା ଘରକୁ ଯାଇଥିବ ତା ଡ୍ରେସିଂ ଟେବୁଲ ପାଖରେ ଠିଆ ହବ ନିହାତି 5-7ଟା ଟିକିଲି ମରା ହେଇଥିବ ଠିକ ନା ଭୁଲ ଝିଅ ପିଲାମାନଙ୍କର ଗାଧୁଆ ତୁଠକୁ ଯିବ ବରଗଛ ମୂଳଠୁ ପାହାଚ ଯାକେ ଟିକିଲି ଖଞ୍ଜା ହେଇକି ଥାଉ ନାରୀ ବିଚାର କରୁଛି ଗଲା ମୋ ସ୍ୱାମୀ ତ ହଉଛି ସିନ୍ଦୁର ବା ଟିକିଲି ମୁଁ ଯେତେବେଳେ ବୁଡିକି ଗାଧେଇବି ମୋ ସ୍ୱାମୀ କାହିଁକି ସିଙ୍ଗି ବୁଡା ହବ ବାହାରି କରିକି ଲଙ୍ଗେଇଦେଲା କହିଲା ସ୍ୱାମୀ କାହିଁକି ଏସନ ଭୁଲିଆ ବଢିବ ସ୍ୱାମୀ ତମେ ଗାଧୁଆ କୁଣ୍ଡରେ ବରଗଛ ମୂଳେ ସିଆମ ଗା ଟିଆମ ପୋଖରୀ ଯୋଉ ପାହାଚ ମୂଳରେ ବସ୍ତା ଯଦି ନାରୀର ନାରୀତ୍ୱତା ସିନ୍ଦୁର ତାହେଲେ ମା ଯେତେବେଳେ ନାରୀ ଆଜ୍ଞା ଗାଧେଇବାକୁ ଯିବ ଆଚ୍ଛା ତା ମସ୍ତକରୁ ସିନ୍ଦୁରଟା ପୋଛି ହବ ନା ନାଇଁ ହବନି হব না ହବନି ଯଦି ନାରୀ ମସ୍ତକରୁ ସିନ୍ଦୁର ଲିଭିଗଲା ସେତିକି ସମୟ ସେ ନାରୀଟା ବିଧବା ହେଲା বাবা বাবা বালার শিক্ষণীয় ବାଲାରୁ ଶିଖ କେତେ ଧାଡି বাবা ନାରୀ ସିନ୍ଦୁର ଲଗେଇବନି କେତିକି ବେଳ ତ ନାହିଁ ଧାଡିକି କହିଦଉଛି ମାସିକ କୃଷ୍ଣାଟା ରଜସ୍ୱଳା ହେଇଥିବା ନାରୀ 7 ଦିନ ପର୍ଯ୍ୟନ୍ତ ସିନ୍ଦୁର ପିନ୍ଧିବାକୁ ବାରଣ আজ্ঞা କାରଣ ସ୍ୱାମୀର ଆୟୁ କ୍ଷୟ ହବ ଆଉ ଅବଶିଷ୍ଟ ଦିନ ତମେ ଯୋଉ ଗାଧେଇବାକୁ ଯାଅ ତମ ମଥାର ସିନ୍ଦୁର କୋଉଠି ଥୋଇକି ଗଲେ ତମେ ବିଧବା ହବନି এটা ଗୋଟେ ଜାଗା ଅଛି ସ୍ୱତନ୍ତ୍ର ଆଜ୍ଞା ମୋ ଭାଇଟା ପରା କହ ତୋ ଭାଇ কোন কোন আজ্ঞা ମତେ ସରୁ ନହେଲେ ଶଳା ଡାକୁନି ଖସି ଖସି ଗଲାଣି କଣ ତୋର ଖସୁଛି ମୁଁ ଆଡଜଷ୍ଟ କରନ୍ତୁ କଣ ଆଡଜଷ୍ଟ କୋଉଠି ଗୋଟେ ବାହାର ନଥିଲା କୋଉଠି ଥୋଇବି ତୋ ଉପା ମୁଣ୍ଡରେ ଥୋଇବୁ ସେ କୋଉଠି ଥୋଇବ ଚୁଗିନିବ କୋଉ ନା କୋଉଠି ଥୋଇବ ନାରୀ କୋଉଠି ସିନ୍ଦୁର ଥୋଇଲେ ଆଜ୍ଞା ସେ ବିଧବା ହବନି ଦେଖିବା ସେ ଜାଗା ପୁରାଣରେ ଶିକ୍ଷା ନାହିଁ ବାପା ମାନେ ପାଲାରେ ଶିକ୍ଷା ନାହିଁ ଏଇଥିପାଇଁ ଏ ବିଦଗ୍ଧ କଳା ପାଲାରେ ବାପା ଝିଅ ଶ୍ୱଶୁର ବୋହୂ ଭାଇ ଭଉଣୀ ସମସ୍ତେ ମିଶିକି ପାଲା କେବଳ ଦେଖିପାରିବେ ନା ଦଣ୍ଡ ନା ନାଚ ନା ଅପେରା ଦେଖି ହବ ନା ନା ଆଜିକାଲି କଣ ଗୋଟେ ମୁଁ ଶୁଣୁଥିଲି ଗୋଟେ ଝିଅ ପିଲାଟେ ନାଚୁଥିଲା ଯେ ଆଉ ଗୋଟେ ଝିଅ ପିଲା ତାକୁ ଚପଲରେ କୁଆଡେ ବାଡେଇ ଦେଲା କିନ୍ତୁ ପାଲାରେ ସେ ଶିକ୍ଷା ଅଛି ସିନ୍ଦୁର କୋଉଠି ରଖିଲେ ତମେ ବିଧବା ହବନି ଆଜ୍ଞା ଆଜ୍ଞା ଗଙ୍ଗାଧର ମେହେର ବାବା କଣ କହିଲେ କହିଲେ ସ୍ୱାମୀଙ୍କ ଭୋଜନ ଇଏ ପରେ ତୁ ଭୁଞ୍ଜିବୁ ଇଏ ଶୋଇବୁ ଶୟନ ପରେ ଶୋଇବୁ ଶୟନ ପରେ ଶୋଇବୁ ଶୟନ ପରେ ସ୍ୱାମୀଙ୍କର ନିଦ୍ରା ଆଜିବା ପୂର୍ବରୁ
ସିନ୍ଦୁର କେବଳ ସ୍ୱାମୀର। କଣ କବି କହିଲେ? ସ୍ୱାମୀ ଶୋଇବା ପୂର୍ବରୁ ଉଠିବୁ ସ୍ୱାମୀଙ୍କ ଶୟନ ପରେ ମସ୍ତକର ସିନ୍ଦୁରକୁ ନିଜର ମଥା ସ୍ୱାମୀର ପାଦ ତଳେ ମଥାକୁ ଲଗେଇ ପ୍ରଣାମ କରି ସ୍ନାନ କରିଯିବୁ। ମାନେ ଏମିତି ସ୍ୱାମୀଙ୍କ ପାଦକୁ ଟେକି ଦବ, ଏମିତି ପାଦ ଟେକିକି ଏ ଯୋଉ ସିନ୍ଦୁରଟା ଥବ ଏଠି ନେସି ଦବ ଆଉ। ପାଟି କର ବସ। ସ୍ନାନ କରି ଆସିବା ପରେ ଆଜ୍ଞା ସ୍ୱାମୀ ପାଦ ଧୂଳି ନେଲା ପରେ ସେ ସିନ୍ଦୁର ଗୋଟାଏ ନାରୀ ତା ଶରୀରରେ ସିନ୍ଦୁର ଧାରଣ କରିପାରିବ। ବାବା ଇଏ ହଉଛି ପ୍ରକୃତ ତତ୍ତ୍ୱ ଆଉ ତଥ୍ୟ। ଆଜ୍ଞା ଆଜ୍ଞା ଆଚ୍ଛା ଗୋସେଇ କହିଛି ଆଜି ରେଞ୍ଚି ନଟ ବୋଲ୍ଟ ଟାଇଟ୍ କରିଦେବି। ଆମେ ତ ପାଲା ବାଲା, ମୁଁ ଘରୁ ଆଇଲିଣି 8 ଦିନ ହେଲା, ତମେ ଆଇଲଣି 6 ଦିନ ହେଲା। ଆମ ଘରେ ମୋ ଭାରିଜା ଅଛି, ତମ ଘରେ ତମ ଭାରିଜା ଅଛି। ତମେ ତ ଘରେ ନାଉ, ତାହେଲେ ତମ ସ୍ତ୍ରୀ କି ମୋ ସ୍ତ୍ରୀ? ତମ ସ୍ତ୍ରୀ ମୋ ସ୍ତ୍ରୀ। କଣ କଣ ତମ ସ୍ତ୍ରୀ ମୋ ସ୍ତ୍ରୀ? ଭଲ ବାଗରେ କହୁଛ ମାନେ ନା ତମ ସ୍ତ୍ରୀ ମୋ ସ୍ତ୍ରୀ। ଆରେ ମୂର୍ଖ, ଓଡିଆ ଭାଷାରେ ମୁଁ କଟକ ଯାଉଛି କଟକ କଟକ ମୁଁ ଯାଉଛି, ବୁଝିପାରିବୁନି? ହଁ ମୁଁ ଯେମିତି ତ କହେ ତୋ ବାପା ମୋ ବାପା ନୁହଁ, ତୋ ଭାଇ ମୋ ଭାଇ ନୁହଁ, ତୋ ସ୍ତ୍ରୀ ମୋ ସ୍ତ୍ରୀ। ଭଲ ଆମେ ତ ପାଲାକୁ ଆଇଲା ଆମ ଘରେ ଆମେ ନାଏ। ଆଜ୍ଞା ସାର୍। ତେଣୁ ଆମ ଘରେ ଆମ ଭାରିଜା ସିନ୍ଦୁର କୋଉଠାରେ ଯେ ରଖିବ? ଶାସ୍ତ୍ରୀୟ ବ୍ରାହ୍ମଣ ବସେଇ ଯେ କହିଦବ। ଆମେ ତ ମା ପାଲାକୁ ଆଇଛୁ, ଆମେ ଆମ ଘରେ ଅଛୁ କି? ଆମ ସ୍ତ୍ରୀ ସିନ୍ଦୁର କୋଉଠି ଥୋଇବ? କଣ ଫଟେରେ ଧୋଇବ? ଆମ ଫଟେରେ କୋଉଠି ଥୋଇଲେ ମୁକ୍ତି ହବ ଆମ ସ୍ତ୍ରୀ? ଦେଖିବା ଅରୁଆ ଭିତରେ ତ ସିନ୍ଦୁର ଅଛି, ସେ ସିନ୍ଦୁର ଲଗେଇକି ଗାଧେଇବାକୁ ଯିବ। ତା ମଥାର ସିନ୍ଦୁରଟା କୋଉଠି ଥୋଇବ? ତାର କାରଣ, ଯଦି ସ୍ୱାମୀ ନାହିଁ ମସ୍ତକ ସିନ୍ଦୁର ଦ୍ୱିତୀୟ ସ୍ୱାମୀ ତା ବୋପାକୁ ଟିକିଏ ଦବ। ସିନା ନାରୀ ଶକ୍ତିପତି ଦୋତା ଯୁଗେ ଯୁଗେ ଭୁଲାଇବା। ଗାଁର ବୋଲି ମୁଁ ତକେଇଲିଣି, ଚୁପା ଛଡେଇ ଦିଅନ୍ତୁଣି। ତାକୁ ବାଟୁ ମତେ କଣ ବାଡୁଛୁ? କଣ କଣ ପଦ ଗାଇଲେ? କଣ ଗାଇଲେ? ନାରୀ ଯଦି ତୁ ଘରେ ନାହୁଁ, ତୋ ସ୍ତ୍ରୀ ଲଳିତା ତୋ ପାଦରେ ସିନ୍ଦୁର ଦେଇପାରିବନି। ନା ତା ପ୍ରଥମ ସ୍ୱାମୀ ତା ବାପାକୁ ଟିକେ ଦେଇଦବ। ମାରିକି ଗାଲ ବୁଲେଇ ଦେବୁ ଯେ। ଆରେ କାହାକୁ ଆକୁ କହୁଛୁ? ତୋ ଭଳିଆ ପାଳିଆ ମୋର ନଆଇଲେ କଣ? ମୋ ସ୍ତ୍ରୀର ଆଉ ଗୋଟେ ସ୍ୱାମୀ ଥିଲା ଆଗରୁ, ମୁଁ ତା 2 ନମ୍ବର ସ୍ୱାମୀ। ଭଲ ଗାଁରେ ତମେ ଆଉ। ତୋ ସ୍ତ୍ରୀର ପ୍ରଥମ ସ୍ୱାମୀ କିଏ ଜାଣିଛୁ? ମୋ ସ୍ତ୍ରୀର ଗୋଟେ ପ୍ରଥମ ସ୍ୱାମୀ ଅଛି। ତା ବାପା। ମୋ ସ୍ତ୍ରୀର ପ୍ରଥମ ସ୍ୱାମୀ ତା ବାପା କେମିତି ହେଲା? ମତେ ପଚାରୁନୁ, ମୁଁ କହିବି। ମୋ ଭାଇଟା ପରା ବୁଝା ତୋ ମତେ। ଭାଇଟା ନା ମୋ ମୁଣ୍ଡ ଟିଣ ହେଇସାରିଲାଣି। ମୁଁ ତ 2ଟା କହିଦେଲ ଯେ ହଁ କହିଲା ବାପା ଝିଅରେ ବିରତି। ମୁଁ କହୁଛି କବି ଲେଖିଛନ୍ତି ନା, କହିଲା ବାପା ଝିଅରେ ବିରତି ଲାଗିଛି ଓ ଲୋଟରତି। ଲାଗିଛି ଓ ଲୋଟରତି, ବାପା ଝିଅରେ ବିରତି। ଚଉରା ଓ ଶିବ ଖରାରେ, ଚଉରା ଓ ଶିବ ଖରାରେ, ଚଉରା ଶିବ ଖରାରେ, ଚଉରା ଶିବ ଖରାରେ, ଚଉରା ଓ ଶିବ ଖରାରେ ମାନବୀ ଦିବା ରାତି। ବାପା ଝିଅରେ ବିରାତି ଲାଗିଛି ଓ ଲଟରତି, ବାପା ଝିଅରେ ବିରାତି। ବାପା ଝିଅ ଭିତରେ ବିରତି। ଆଜ୍ଞା ତୁ ଯଦି ଘରେ ନାଇଁ, ହଁ ତୋ ସ୍ତ୍ରୀ ତା ବାପାକୁ ସିନ୍ଦୁର ଦେଲେ ତାହେଲେ ସେ ସତ୍ୟ ହବ। ବୋପା କଣ ସିନ୍ଦୁର ଦବ? କଣ ବାପ ଝିଅରେ ରହ ପାଟି କରନି। ଶୁଣ, କଣ କହୁନ? ତୋ ସ୍ତ୍ରୀ କେତେ ଜାଗାରେ ସିନ୍ଦୁର ଲଗାଏ? ମୋ ସ୍ତ୍ରୀ ଏଇଠି ଲଗାଏ। 1 2 କାଚରେ ହଁ ବେକରେ ଟିକେ ଲଗେଇବ। 5 ଜାଗା ତ ଭାଇ କହିଦେଲେଣି ଆଉ। 5 ଜାଗାରେ। ଆଜ୍ଞା ଆଚ୍ଛା 5 ଜାଗା ସିନ୍ଦୁର କାର କାର? ସବୁ ଜାଗା ସ୍ୱାମୀର? ଆରେ ତା ଭିତରେ ଆହୁରି ଅଛି ଆଉ କାହା ପାଇଁ?
ଯୋଉ ନାରୀ 5 ଜାଗା ସିନ୍ଦୁର ପିନ୍ଧେ କଣ ସବୁଙ୍କ ସ୍ୱାମୀର? ଆଉ କାହାର? 5 ଜଣଙ୍କ, ଗୋଟେ ତା ବାପା ସିନ୍ଦୁର, ହଁ ଗୋଟେ ତା ସ୍ୱାମୀ ସିନ୍ଦୁର, ହଁ ଗୋଟେ ତା ପୁଅ ସିନ୍ଦୁର, ହଁ ଗୋଟେ ସଂସାର ମଙ୍ଗଳ ସିନ୍ଦୁର, ହଁ। ଗୋଟେ ହଉଛି ବିଭୁ ସିନ୍ଦୁର। ଏଥିରେ କେମିତିଆ ମଜା ଅଛି ତମେ ଖାଲି ବହି ବହି ହୋ ହୋ ହଉଛ। ଏ ଭାଇ 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 ଆରେ ଭାଇ ମୋର ବାଲାନ୍ସ ରହୁନି, ମୁଁ କଣ କରିବି? ନାଇଁ କଣ କଣ ସେ ସିନ୍ଦୁର ବୁଝେଇ କୁହନ୍ତୁ ଆଜ୍ଞା। ନାରୀ 5 ଜାଗାରେ ଯୋଉ ସିନ୍ଦୁର ପିନ୍ଧେ, ଆଜ୍ଞା 5ଟା ସିନ୍ଦୁରର 5ଟା ନା, ବାବା ବାବା 5ଟା ସିନ୍ଦୁରରେ 5 ଜଣ ଦେବତା ଅଛନ୍ତି। ସେ କିଏ କିଏ ଆଜ୍ଞା? କଣ? ବାବା କୋଲା କପାଳେ ବ୍ରାହ୍ମଣ ଭାର୍ଜିଆ, ସାଗର କନ୍ୟା, ତଥା ସରସ୍ୱତୀ, କରାଧିଆ ଚଣ୍ଡିକା, ପରେ ପରେ ଭ୍ୟା ଚଣ୍ଡିକା। ନାରୀ ପ୍ରଥମେ ପିନ୍ଧେ ସିଦ୍ଧି ସିନ୍ଦୁର। ସିଦ୍ଧି ସିନ୍ଦୁର এটা কিয়ে ଦେଇଛି? ବ୍ରାହ୍ମଣ। ବୋକା ବ୍ରାହ୍ମଣ ସିନ୍ଦୁର ଦବ ମନ୍ଦିରକୁ?